हसरतुनी केते कदिलेबी लुह हसरे केते हसिलेबी तू हसी पारो ना करिबु कहबु तोर बुआरी समाजर मनीष गुड़ाक आसक्त हो विफल हो सारा पर समय को दोष देते हेले मु गोटाए एमिति मनीष जे ना समय को दोष दे पारुछि ना निज को दोषी करी पारुछि केवल सत्यर स्लोगान दे आज मु बंदी जीवन जापन करुछि आउ द्वापर जगर कर्ण परी खोजी चली मो निज ठिकणा हाँ खोजी चली मो निज ठिकणा बंधु आखिर लुह पी देले कहार शोष मेंटी न थाए बंधु बंधु बरं अंतर तलर कलामुगुनी पतर कांथ दे बही जाइथिबा दुखर झरणाटा ततला पानी परी ए मनुष्य को आंदोलित करी थाए बंधु बंधु ए मनुष्य को आंदोलित करी थाए तुम मुहरे पुणी एक कथा बंधु कहवा बाध्य होउछि बंधु आम विपद बेले आपण महानता देखाई आपण मध्य आज बंदी जीवन बिताउछंती बंधु बंधु मोर मन हेउछि बंधु आपणक महानता निकटरे मोए मथाटाको बारे दे मो जीवनटाको अर्पण करी देबा तुम्हें कांदुछ बंधु तुम्हें कांदुछ हाँ बंधु आपणक परी मो मध्य जड़े एक भिन्न कर्ण बंधु आमे भाई भौणी दुईटा एड़े की बकटे होइथिलु बंधु से बेईमान पाछुआ राजा चक्रांत करी मो पिता माता दुईटा को हत्या करी रहिथिले बंधु सारो वृक्ष मूलरे बेंग बेंगुली परी भाई भौणी दुईटा अपलंक नयन रे चाही रही थाउ बंधु बंधु आउ सेतिकी बेले मो मार विकल चित्कार सही न पारी मो श्रावणीटा खूब जोर रे कांदी उठिथिला बंधु तापरे कोन करिले जन बंधु तापरे से बेईमान पाछुआ राजाटा छुणी देबा बोली मो श्रावणीर पाटीटाको मो जोर करे जाबुरी देला तापरे कौन हला बंधु तापरे मो पिता माता दुईटा जीवन हारि देले बंधु पिता माता दुईटार शव संस्कार करिबा पाई केते जे विकल होई गोड़ हाथ धरी मुंडिया मारिथिली बंधु बंधु हेले से दिन मो पाखकु केही आसी नथिले बंधु शेषरे एई हाथरे गात खोली मो घर भितरे बापा मा दुईटांकु पोती देइथिली बंधु दुखरे भांगी पड़िबा
ମଣିଷର କର୍ତ୍ତବ୍ୟ ନୁହେଁ ବନ୍ଧୁ। ବରଂ ଦୁଃଖ ବେଳେ ନିଜକୁ ଧୈର୍ଯ୍ୟର ସହିତ ସାହସ ଦେବା ବୁଦ୍ଧିମାନର କର୍ତ୍ତବ୍ୟ। ତୁମେ କିଛି ଭୟ କର ନା ବନ୍ଧୁ, ମୁଁ ତୁମ ପାଶେ ପାଶେ ଅଛି, ତୁମେ କିଛି ଭୟ କର ନା। এই ଦେଖ ବନ୍ଧୁ, ସେ ପାପି ଗଞ୍ଜା ଆମ ଆଡ଼କୁ ଆସୁଛି। ଆମକୁ ଯେମିତି ହେଲେ କୌଶଳ କରି ଏ ସ୍ଥାନରୁ ଖସି ଯିବାକୁ ପଡିବ ବନ୍ଧୁ। ବନ୍ଧୁ ହଁ ବନ୍ଧୁ, ଆମକୁ ଯେମିତି ହେଲେ କୌଶଳ କରି ଏ ସ୍ଥାନରୁ ଖସି ଯିବାକୁ ହେବ, ବୁଝିଲେ ବନ୍ଧୁ। ଆମ ରାଜ୍ୟରେ ସବୁ ଯେତେ ପ୍ରଜା ଅଛନ୍ତି ନା, ସମସ୍ତଙ୍କ ଠାରୁ ଆମ ଗଞ୍ଜା ଗୋଗେ ଏକ ନିଆରା। ବନ୍ଧୁ ସେ ଦୁଃଖୀ ରକ୍ଷୀଙ୍କର ଦୁଃଖ ଦେଖିଲେ ଆଦୌ ସହି କରିପାରନ୍ତିନି। ଆମ ଗଞ୍ଜା ଗୋଗେଇ ନା ବହୁତ ଭଦ୍ର ଲୋକ, ତାଙ୍କ ଭଳି ଭଦ୍ର ଲୋକ ଆମ ରାଜ୍ୟରେ ଆଉ କେହି ନାହାନ୍ତି। ଆମ ଗଞ୍ଜା ଗୋଗେଇ ହେଉଛନ୍ତି ବହୁତ ଭଦ୍ର ଲୋକ। କିରେ ବସନ୍ତ, ହଇରେ ତେବେ ଦିଟା କାରାଗାର ମଧ୍ୟରେ ରହି କଣ ଉଷୁମ କରିଥିଲ କିରେ ମୋ ନାଁରେ? କକେଇ ରହ 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 ରହ, କଣ ଶୁଣିଲେ କିରେ ମୋ କାନ? ନାଇଁ ନାଇଁ, କଣ ଶୁଣିଲା ଆଜି ମୋ କାନ? କକେଇ କଣ ଡାକିଲୁ? ଆଉ ଥରେ ଡାକିଲୁ? କକେଇ କକେଇ ଡାକିଲୁ। ଆଉ ଟିକିଏ ପରେ କହିବୁ ମଉସା, ଆଉ ଟିକିଏ ପରେ କହିବୁ ବାପା, କକେଇ ଆଉ ଟିକିଏ ପରେ କହିବୁ ତୁମ ଘରକୁ ଯିବା, ତାପରେ କହିବୁ ରାଜକନ୍ୟା କୁନ୍ତଳାକୁ ଯେମିତି ଉଷୁମ କରିଥିଲୁ ମୋ ସହିତ ମୋ ଘରକୁ ଯାଇ ମୋ ମାଇପୁକୁ ପେଟୁଆ ଗଣେଶ କରିବା ବସେଇ ଦେବୁନି। ଆପଣ ସେମିତି କଣ କହୁଛନ୍ତି କକେଇ? ଆଉ କେମିତି କହିବି କିରେ ବାପା? କକେଇ ହଁ ହଁ, ପିଲାଟି ଦିନରୁ ମୁଁ ଅନେକ ପାପ କରିଛି କକେଇ, ପିଲାଟି ଦିନରୁ ମୁଁ ଅନେକ ପାପ କରିଛି। କଣ କହିଲୁ ବାପା ବସନ୍ତ? ତୁ ପିଲାଟି ଦିନରୁ ଅନେକ ଉଷୁମ କରି ସାଇଲୁଣି? ହଁ କକେଇ, ପିଲାଟି ଦିନରୁ ମୁଁ ଅନେକ ପାପ କରିଛି। ସେଥିପାଇଁ ଭାବୁଛି ମୋ ପାଖରେ ଯେଉଁ ସବୁ ଗଚ୍ଛିତ ସମ୍ପତ୍ତି ଅଛି, କେଉଁ ଏକ ବ୍ରାହ୍ମଣ ଦେଖି ତାକୁ ଦାନ କରିଦେବି ବୋଲି ଭାବିଛି। ତାକୁ ଦାନ ଦେଇ ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଚାହେଁ କକେଇ, ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ। ହଇରେ ଚଣ୍ଡାଳ, ତୁ ନିଜେ ପରା ତୋରି ତୁଣ୍ଡରେ ମତେ ଉଷୁମ କରିଦେଲୁ। କକେଇ କକେଇ ବୋଲି ଡାକିଲୁ। ତୋରି ସାମ୍ନାରେ ଏ ଗଞ୍ଜା ଗୋସାଇଁ ଠିଆ ହେଇଛି। ହଇରେ କଣ ଗଣ୍ଡିଏ ସୁନା ରୂପା ଲଙ୍କାର ରଖିଛୁ ଯେ ମୁଁ ଆଉ ଗୋଟେ ବ୍ରାହ୍ମଣ ଡାକିକି ଆଇଲେ ତାକୁ ତୁ ଅର୍ପଣ କରିଦେବୁ? ଆରେ ଯାହାଟା ଘରେ ରଖିଛୁ ଗଞ୍ଜା ଗୋସାଇଁକି ଦଉନୁ ଦେ। ତାହେଲେ ଠିକ ଅଛି କକେଇ, ହଁ ଆପଣ ଗୋଟେ କାମ କରନ୍ତୁ, ହଁ ହଁ, ଆପଣ ମୋ ହସ୍ତର ବନ୍ଧନଟା ଖୋଲି ଦିଅନ୍ତୁ, ମୁଁ ସବୁ ସୁନା ରୂପା ଆଣି ତମ ହସ୍ତରେ ପ୍ରଦାନ କରିଦେବି। କିରେ ମୁଁ ଭାବିଲି ତୁମେ ଦିଟା କାରାଗାର ମଧ୍ୟରେ ରହେ ଜମାରୁ ଉଷୁମ କଥା ମନେ ପଡୁନଥିବ। କକେଇ ତୁମେ ଦିଟା ତ ଭଲ ଉଷୁମ କରିବାଟା ଭାବିଦେଲଣି। ମୁଁ ତ ବନ୍ଧନ ଖୋଲିଦେଲେ ତୁମେ ଦିଟା ମତେ ଉଷୁମ କରିଦବ। ନାଇଁ କକେଇ, ହଁ, ଆପଣ ସେମିତି କାହିଁକି ଭାବୁଛନ୍ତି? ଆଉ କେମିତି ଆପଣ ମୋ ହସ୍ତରୁ ବନ୍ଧନ ଖୋଲି ଦିଅନ୍ତୁ, ମୁଁ ସବୁ ହୀରା ନୀଳା ସୁନା ରୂପା ଯାହା ରଖିଛି ଆପଣଙ୍କୁ ଆଣିକି ଦାନ କରିଦେବି। ନାଇଁ ରେ ବାପା, ମୋ ନାଁଟି ଗଞ୍ଜା ଗୋସାଇଁ। 100 ହାତୀ କି 100 ମେଣ୍ଢା ଏକା ଲଢିବ ବାପାରେ ମାଲ ମାଣ୍ଟା, ମାଲ ମାଣ୍ଟା, ମାଲ ମାଣ୍ଟା। ମଣିମାଙ୍କ ଆଦେଶ ବାପା ଅଛି, ତେମେ ଦିଟାକ ମୋ ସହିତ ଚାଲି ଆସ। ରାତି ପାଇଲେ ମଣିମା ତୁମକୁ ବଳି ଦେଇଦେବେ। ସେଥିପାଇଁ ତ କହୁଛି କକେଇ, ଆମେ ଦୁଇ ଜଣ ତ ନିଶ୍ଚୟ ବଳି ପଡ଼ିବୁ। ହେଲେ ସେ ସୁନା ରୂପା ଆମ ପାଖରେ ଥାଇ କ'ଣ ହେବ? ଆପଣ ମୋ ବନ୍ଧନଟା ଖୋଲି ଦିଅନ୍ତୁ, ମୁଁ ସୁନା ରୂପା ସବୁ ଆଣିକି ଆପଣଙ୍କୁ ଦେଇଦେବି। ମୋ ବନ୍ଧୁ ଏ ସ୍ଥାନରେ ଥାଆନ୍ତୁ, ତୁମେ ମୋ ବନ୍ଧନ ଖୋଲିଦେଲେ ମୁଁ ସୁନା ରୂପା ଆଣି ସବୁ ତୁମକୁ ଦେଇଦେବି। କିଛି ଜାଣି ହଉନି,
ସତରେ ଇଏ କ'ଣ ସୁନା ରୂପା ରଖିଛି ନା ଆଙ୍କ ଝିନ ଭିତରେ ଉଷୁମ କରିବାକୁ ଭାବିଛନ୍ତି। ଶଳା ଇଆଡ଼ୁ ମାରିଲେ ଗୋ ହତ୍ୟା, ସିଆଡ଼ୁ ମାରିଲେ ବ୍ରହ୍ମ ହତ୍ୟା। ଶଳା ମୋ ପିଠିକି ତ ମୁଁ କଥା ଦେଇକି ଆସିଛି, ରାଣୀ ପିଢ଼ି ତାକୁ ବସେଇବି, ସୁନା ରୂପା ଟଙ୍କା ପଇସା ଯାହା ଥବ ତୋରି ପାଇଁ ଆଣିବି। ନା, ତା ବନ୍ଧନ ଖୋଲିଦେବା। ସେ ସୁନା ରୂପା ଯାହା ଘରେ ରଖିଛି ସବୁ ଆଣିକି ଦେଲେ ଧୀରେ ଧୀରେ ନେଇକି ମୁଁ ପିଠିକି ଉଷୁମ କରିବି। ଆଉ ବାପା ବସନ୍ତରେ ମୋ ନିକଟକୁ ଆସେ। ଆଉ ଜମାରୁ ଦୁଃଖ କରନା ବାପାରେ, ତୋ ଦୁଃଖ ଆଜିଠାରୁ ଭାବି ନେଇ ଯେ ଖଣ୍ଡନ ହୋଇଗଲା। ତୋ ବନ୍ଧନ ମୁଁ ଖୋଲିଦେବି। ତୁ ଧୀରେ ଧୀରେ ଯାଇ ଯୋଉଠି ଯାହା ରଖିଛୁ ସବୁ ନେଇ ଆସିବୁ। ଆଉ ଜମା କାନ୍ଦି ନା, ତୋ ଜନ୍ମ କଲା ବାପା ମୁଁ ଭାବି ନେଇ ଯା, କାନ୍ଦି ନା। ଆଉ କାହିଁ ଡେରି କରୁଛୁ? ଏଥର ଧୀରେ ଧୀରେ ଯାଇକି ଉଷୁମ କରିଦିଏ। କକେଇ ବୋଲ ଆପଣ ମତେ ଅସ୍ତ୍ରଟା ଦିଅନ୍ତୁ କକେଇ, ମୁଁ ସାଙ୍ଗରେ ନେଇକରି ଯିବି। ଏଇଟା କ'ଣ କରିବୁ ତୁ ରଖିକି? ମୁଁ ସୁନା ରୂପା ଆଣିଲା ବେଳେ ଯଦି ମୋ ହସ୍ତରୁ କିଏ ଛଡାଇ ନେ। ଠିକ କହିଲୁ। ଏବେ ବାପାରେ ଯୋଉ ଗଜାଇଆ ଟୋକା ବାହାରୁନାହାନ୍ତି ସେ ତ ଟିକେ ମାଇ କାକର ପଡିଗଲେ ଧାଇଁବେ ଖାଲି ବୁଧା ନଟିକି ଉଷୁମ କରିବାକୁ। ଆଉ ତୁ ଏଇଟା ସଙ୍ଗରେ ନେଇକି ଯାଇଥା, ନହେଲେ ତୋତେ କେତେବେଳେ ଉଷୁମ କରିଦେବେ ତୁ ଜମା ଜାଣିପାରିବୁନି। କକେଇ ଏଇଟା ମଧ୍ୟ ଦିଅ। ଏଇଟା ହନିଏ ପିଲା ତ ମୋର, ଯାହା ଖୋଜିବୁ ତାହା ନିଏ। ତୁମେ ଏ ସ୍ଥାନରେ ଅପେକ୍ଷା କରିଥାଅ, ମୁଁ ସୁନା ରୂପା ସବୁ ନେଇ ଆସିବି। ଡେରି କରିବୁନି ବାପା। ତୋ ବାପା ତୁଲ୍ୟ ମୁଁ କକେଇ କଞ୍ଚା ଗୋସେଇ, ତୁ ଜମା ଡେରି କରିବୁନି, ଶୀଘ୍ର ଶୀଘ୍ର ଉଷୁମ କରିଦେବା। ହଁ କକେଇ, ଏ ମୁଁ ଗଲି, ଏଇ ସାଙ୍ଗେ ସାଙ୍ଗେ ଆସିଲି। ହଇରେ ବସନ୍ତ, କକେଇ କ'ଣ କାନ ମୁଣ୍ଡିକି ମାଇଲୁ? ନାଇଁ କକେଇ, କ'ଣ କାନ ମୁଣ୍ଡିକି ମାଇଲୁ? କାନ ଭିତରୁ ହେ ଗଇ ସନ୍ଧିରୁ ବାହାରୁଛି ରକ୍ତ। ନାଇଁ କକେଇ, ହାତଟା ବାଜିଗଲା, ମତେ କ୍ଷମା କରିଦବ କକେଇ। ଆସ କକେଇ, ସୁନା ରୂପା ଯାହା ରଖିଛି ମୋ ଠାରୁ ସବୁ ନେଇଯିବ। ଓହୋ, ହାତୁଟା ଏମିତି ହଲେଇଲା ବେଳେ ବାଜିଗଲା। କକେଇ ଆ ପିଲାଟା ତୁ ଭଲ। ଆଉ ତୋ ମା ଏମିତି କେତେ ଗୋଟେ ଘଡ଼ିରେ ଜନ୍ମ କରିଛି, ତା ମାନିବାକୁ ପଡିଯାଉ। ବାପାରେ ଆଉ ଜମା ଡେରି କରନା। ଆରେ ତୁ ଯାଉନୁ ସୁନା ରୂପା ଆଣିବୁ। ନାଇଁ କକେଇ, ଆଉ ମୋ ପାଖରେ ସୁନା ରୂପା ସବୁ ଅଛି, ଆପଣ ଜାଗା ଦେଖାନ୍ତୁ, ମୁଁ ଦେବି। ଇରେ ବାପା ବସନ୍ତ କିରେ, ହଇରେ ମୁଁ ଚଣ୍ଡାଳ ଏତେ ଦେଖିନି ତୋ ବେକରେ କେଡ଼େ ବଡ଼ ଧଣ୍ଡା ଓହଳିଛି କିରେ। এইটাকে মু ঘোষাড়ি ঘোষাড়ি সুনাটাকু যেতে খাইবি জমা উষুম হবনি। বলো আপন জায়গা দেখন্তু দে যাও আর দেরি কর না বাপা, তাহলে আপন নেবে। कौन किरे मु हाथ कांटा किनी तू हेटा तो बोबनी तू कौन ये कपटिया तो सुमु कलुनी। ओय मूर्ख, केवल तोरी पाई आज पर्यंत मु कारागार रे बंदी होइथिली, सेति पाई मु तो केबे न करी भिक्षा। के संभाली जा अल्प टिके काठै जा बापा। कौन पे मारुछु ना ना कौन पे मारुछु? ओय मूर्ख, नाई बाहर जिनिस देखिले मिति मारुछु ना निज घरे एंती बाड़े। भलो रे कहूची मो बंधुर हस्तर बंधन टा खोली दे, नचत मारु मारु तते मु मारी देबी। खोल
जमा नुहे कौन कहूची जमा उषुम करिबेनी ए बसंतटाको मोर जमा उषुम करिया को नुह हेटाको जमा मोर विश्वास नाही पिल्ला जाकरे तू होतु खंडिए तू गोटे घड़ी रे जन्म हे जो बोली मो बापूची कालिया तोर होतु पकुट सुना तो सुना रूपा टंका पैसा रे जमा माटी नागी नथिबो कि धूली नागी नथिबो हूँ तो बंधन खोली दउची सुना पिलाटी भलिया जाई कि जोठे जा रखिचु नै आसीबु जा मो बापटी परा जा हेटा ब्रह्म पैटा मोर से ब्रह्म पैटाटा छाड़ी दे न लो अभिशाप देबी ठिया रे बापा एक बसुथु ए गंजा गोसाई अबे डाक तोर से कुकुर सेनापति टाकू मो श्रावणी को नहीं से केउं थारे लुचाई रखिछि डाकेबो ना तते मरु मरु जीवन रे मरी देबी माल मंटा ये महापुरो आपण कोठे अछंती शीघ्र शीघ्र चली आसंतु बसंत सुना नेबे ना कालिया सुना नेबे टंका पैसा सुना रूपा जहाँ की तहाँ नेबे आसंतु बाबू आय मूर्ख मो पिता को कही मते तू एक कारागार रे बंदी करी रखिथिलु सेथि पई आज मु तते केबे न करी बंधु तुम्हें पोशाक परिधान करो आउ जते शीघ्र परिबा चलो आम स्थान परित्याग कर चली जावा चलो बंधु जते शीघ्र परिबा आम स्थान परित्याग कर चली जावा केवल तुमरी भाई ए राजा दंड रे थाली भट्ट मो पाई असंभव केवल तुमरी भाई ए समाज रे मते समस्ते घृणा करन्ते घृणा नाई निश्चय तुम्भा धुई झड़कू आज मु फांसी खुंटरे ठागेबी दुई जन गले खेवाड़ी मणिमा ए निर्बोध गंजा गोसाई दाई मणिमा नाई धन लोभरे से बंदी मुक्त कर दैछि मणिमा नाई गंजा मणिमा अरे लो ए निर्भर ठकू दियो तुम्हें निष्ठुर कषाघात जंत्रणा जाओ ठीक अच्छे मणिमा गंजा
ଆଉ ଉଷୁମ କରନ୍ତୁନି ଅନଲୋଭରେ ସେମାନଙ୍କୁ ବନ୍ଦୀମୁକ୍ତ ମହାପୁରୁ ଏବେ ଉଷୁମ କରିଦେଲେ ପରିଣାମଟା ତୋତେ ଆଜି ନାଇଁ ମୋର ଏକ ପଟିଆ ବୋହିଲାଣି ମହାପୁରୁ ଆଉ ଉଷୁମ କରନ୍ତୁନି ମହାପୁରୁ ନାଇଁ 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 ଦେଖ ମଣିମା ଏ ପାଗଳ ଠାକୁ ଏଠାରେ ଛାଡ଼ି ଦିଅ ମଣିମା। ଚାଲ ସେ ଦୁଇ ଜଣ କେଉଁଆଡ଼େ ଗଲେ ତାଙ୍କର ଗତିପଥ ଅନୁସନ୍ଧାନ କରି ଏବେ ଚାଲନ୍ତୁ ମଣିମା କାରଣ मेरी से कोई नहीं सदी मैं सल्लाह हराम ଶଳା ସୁନା ରୂପା ଧରିବା ଠାରେ ଯାଇ ଶଳା ଏ ଦିଟା ମତେ କି ଉଷୁମ ଦେଇଦେଲେ କିରେ ଶଳା ସୁନା ରୂପା ଦେଖା ନାହିଁ କି ଟଙ୍କା ପଇସା ଦେଖା ନାହିଁ ଶଳା କି ଉଷୁମ ଦେଇଦେଲେ ତୁମେ କିରେ ଏଇଠି ବାପା ବସନ୍ତରେ ବ୍ରାହ୍ମଣ ଉପରକୁ ହାତ ଉଠେଇଛୁ ଚଣ୍ଡାଳ ବାଟରେ ଗଲାବେଳେ ଝୁଣ୍ଟିକି ପଡିକି ମରିବୁ ତୋ ମାଇପ ରାନ୍ତ ହବ ରେ ଚଣ୍ଡାଳ ତୋ ମାଇପ ରାନ୍ତ ହବ এই ଛଡ଼ା କାଳିଆଟାକୁ ଯେତେ କହିଲେ ନା ବ୍ରାହ୍ମଣକୁ ହାତ ଉଠାନା କି ମାରନା ରେ ସେଇ ଛଡ଼ାଟା ମଧ୍ୟ ଶୁଣିଲାନି ଛଡ଼ା ସେଇ ମଧ୍ୟ ଉଷୁମ କରିଦେଲା ହଉ ଏମିତି ବାଡ଼ଉଥାନ୍ତୁ ଏମିତି ମିଞ୍ଚାଟେ ସୁନା ରୂପା ଅଳଙ୍କାର ନେଇକି ଗଲେ ମୋ ପିଠିକି ମୁଁ ଦେବି ଦେଖିବା ମୋ ନାଁଟି ହେଲା କଞ୍ଚା ବସେ 100 ହାତୀକି 100 ମେଣ୍ଢା ଏକା ଲଢ଼ିବ ବାପାରେ ମାଲ ବାଣ୍ଟା ମାଲ ବାଣ୍ଟା ମାଲ ବାଣ୍ଟା